କନ୍ଧମାଳ ଜିଲ୍ଲାର ଜଣେ ଭାଇ ଗାଡ଼ି ନେଇ ଯାଉଥିବା ସମୟରେ ତାଙ୍କ ଗାଡ଼ିଟି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ପାଖାପାଖିରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସେ ସାହାଯ୍ୟ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘକୁ। ପରବର୍ତ୍ତୀ ମୁହୂର୍ତ୍ତରେ ଆମର ବ୍ରହ୍ମପୁରର ଭାଇମାନେ ପହଞ୍ଚି ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ। କଟକ ଜିଲ୍ଲା ତିଗିରିଆ ବ୍ଲକ ସଭାପତି ଭାଇ ଯାଇଥିଲେ କୋରାପୁଟ ଅଞ୍ଚଳକୁ ଗାଡ଼ି ନେଇ ଏବଂ କୋରାପୁଟର ଶିମିଳିଗୁଡ଼ାଠାରେ ଗାଡ଼ି ବ୍ରେକ୍ କଲା ସମୟରେ କୌଣସି ମତେ ଗାଡ଼ିଟି ଦବି ଯାଇଥିଲା ଏବଂ ବାହାର କରିପାରିନଥିଲେ। ନିହାତି ତ ଚିନ୍ତା କରୁଥିଲେ ଓଡ଼ିଶା ଡ୍ରାଇଭର ମହାସଂଘରେ ସହଯୋଗ ମାଗିବା ପାଇଁ, କିନ୍ତୁ ଯେହେତୁ ସେ ବର୍ଦ୍ଦି ପରିଧାନ କରିକି ରାସ୍ତା କଡ଼ରେ ଥିଲେ, ତେଣୁକରି ଅନ୍ୟ ଏକ ଡ୍ରାଇଭର ଭାଇ ସେ ରାସ୍ତା ଦେଇ ଯାଉଥିବା ସମୟରେ ବର୍ଦ୍ଦିକୁ ଦେଖି ଅଟକି ଆସି ପଚାରିଥିଲେ ଏବଂ ଏ ବିଷୟରେ ଯେତେବେଳେ ଜାଣିବାକୁ ପାଇଲେ ଯେ ଗାଡ଼ିଟି ଦବି ଯାଇଛି, ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯେହେତୁ ହାଇୱା ନେଇ ଯାଉଥିଲେ, ହାଇୱାକୁ ବ୍ରେକ୍ କରିକି ଆଣିକି ପୁଣି ତାକୁ ଟୁଚନ୍ ମାଧ୍ୟମରେ ଗାଡ଼ିଟିକୁ ଟାଣି ଦେଇଥିଲେ ବା ଯେଉଁ ଫସି ଯାଇଥିଲା ସେଠୁ ବାହାର କରିଦେଇଥିଲେ। ତ ନିହାତି ଭାବରେ ବର୍ଦ୍ଦି ପିନ୍ଧିଥିଲେ ବୋଲି ଜଣେ ବର୍ଦ୍ଦି ପିନ୍ଧା ଭାଇ ଆସି ତାଙ୍କୁ ବିନା ସହଯୋଗ ମାଗିକି ମଧ୍ୟ ସହଯୋଗ କରିଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଉଥିବା ସମୟରେ ଯାଜପୁର ଭଦ୍ରକ ମଝି ଆଖଣ୍ଡଳମଣି ପାଖାପାଖି ବାୟାପଲା ନିକଟରେ ତାଙ୍କ ଗାଡ଼ିଟି ଖରାପ ହୋଇଯାଇଥିଲା ଏବଂ ସେ ଓଡ଼ିଶା ଡ୍ରାଇଭର ମହାସଂଘରୁ ସାହାଯ୍ୟ ସହଯୋଗ ଚାହିଁଥିଲେ, ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଯାଜପୁର ଜିଲ୍ଲା ଦଶରଥପୁରର ବ୍ଲକର ଭାଇମାନେ ପହଞ୍ଚି ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ଏବଂ ସମସ୍ୟାର ସମାଧାନ କରିଥିଲେ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜଣେ ଭାଇ ଗାଡ଼ି ନେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଇଥିବା ସମୟରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପାଖରେ ତାଙ୍କ ଗାଡ଼ିଟି ଡାଇନାମା ଫେଲ୍ ହୋଇଯାଇଥିଲା ଏବଂ ମିସ୍ତ୍ରୀ ଏବଂ ଅନ୍ୟାନ୍ୟ ସହଯୋଗ ପାଇଁ ସେ ଓଡ଼ିଶା ଡ୍ରାଇଭର ମହାସଂଘକୁ ଅନୁରୋଧ କରିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଭାଇମାନେ ପହଞ୍ଚି ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ଏବଂ ସାଥିରେ ମିସ୍ତ୍ରୀ ଆଣି ତାଙ୍କ ଗାଡ଼ିଟିକୁ ଠିକ୍ କରିଦିଆଯାଇଥିଲା। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକର ଜଣେ ଭାଇ ଚୋକଡ଼ ଗାଡ଼ି ନେଇ ଫେରୁଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ପାଖରେ ଯେହେତୁ ଚୋକଡ଼ ଲୋଡ଼ ହାଇଟ୍ ଥାଏ, ତ ତାଙ୍କ ମାଲ ଗୁଡ଼ାକ ଖସି ପଡ଼ିଥିଲା ଏବଂ ସେ ଏକା ଏକା ରସି ଟାଣିବା ବା ମାଲକୁ ସଜାଡ଼ିବା ପାଇଁ ସକ୍ଷମ ହୋଇନଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘକୁ ସହଯୋଗ ଲୋଡ଼ିଥିଲେ ଏବଂ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାର ଭାଇମାନେ ପହଞ୍ଚି ଖସି ଯାଇଥିବା ମାଲକୁ ଠିକ୍ ସ୍ଥାନରେ ରଖିଲେ ଏବଂ ତାଙ୍କର ରସିର ଯାହା ମଧ୍ୟ ସମସ୍ୟା ଥିଲା ତାଙ୍କୁ ସମାଧାନ କରିଥିଲେ। ନିହାତି ଭାବରେ ଗୋଟେ ନୂଆ ଘଟଣା ଯେ ଆମେ ଗାଡ଼ି ଖରାପ ହେଲେ ସାହାଯ୍ୟ କରୁଛେ, ଅନ୍ୟାନ୍ୟ କାମରେ ମଧ୍ୟ ସାହାଯ୍ୟ କରୁଛେ, କିନ୍ତୁ କାହାର ମାଲ ଖସି ଯାଇଥିବ ଏବଂ ତାହା ସୁରକ୍ଷିତ ପୁଣି ସେଇ ଜାଗାରେ ପହଞ୍ଚାଇ ଦେଇପାରିବେ, ତ ନିହାତି ଆମର ଓଡ଼ିଶା ଡ୍ରାଇଭର ମହାସଂଘର ଭାଇଚାରା ମାଧ୍ୟମରେ ଆଜି ଦେଖିବାକୁ ମିଳିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଭାଇ ଗାଡ଼ି ନେଇ ଯାଉଥିବା ସମୟରେ ଅନୁଗୁଳ ଜିଲ୍ଲା କିଶନନଗର ପାଖରେ ତାଙ୍କର ରେଡ଼ିଏଟରଟିରେ କିଛି ସମସ୍ୟା ଦେଖା ଦେଇଥିଲା ଏବଂ ସେ ତା'ର ସମାଧାନ ପାଇଁ ସହଯୋଗ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘକୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କିଶନନଗର ବ୍ଲକର ଭାଇମାନେ ପହଞ୍ଚି ତାଙ୍କୁ ସାହାଯ୍ୟ କରିବା ସହିତ ତାଙ୍କ ରେଡ଼ିଏଟର କାମ ପାଇଁ ରେଡ଼ାଖୁଲ ମଧ୍ୟ ପହଞ୍ଚିଥିଲେ ଏବଂ ଶେଷରେ ଭାଇଙ୍କ ଗାଡ଼ିଟିକୁ ଠିକ୍ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ଶିମୁଳିଆ ବ୍ଲକର ଜଣେ ଭାଇ ପୂର୍ବରୁ ଦୁର୍ଘଟଣାରେ ତାଙ୍କ ଗୋଡ଼ଟି ଭାଙ୍ଗି ଯାଇଥିଲା ଏବଂ 6 ମାସ ହେଲାଣି ସିଏ ବେଡ଼୍ରେ ହିଁ ପଡ଼ିଛନ୍ତି। ତେଣୁକରି ଶିମୁଳିଆ ବ୍ଲକର ଭାଇମାନେ ସମସ୍ତ ପଞ୍ଚାୟତର ଭାଇମାନଙ୍କ ତରଫରୁ କିଛି କିଛି କଲେକ୍ସନ୍ କରିକି ସମସ୍ତ ଭାଇମାନେ ଆସି କିଛି ଅର୍ଥ ରାଶିର ତାଙ୍କୁ ସହାୟତା କରିଥିଲେ। ବରଗଡ଼ ଜିଲ୍ଲା ଡ୍ରାଇଭର ମହାସଂଘର କୋଷାଧ୍ୟକ୍ଷ ସୁମନ୍ତ ଭାଇ ଗାଡ଼ି ନେଇ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ ଏବଂ ସକାଳୁ ତାଙ୍କ ଗାଡ଼ିଟି ଷ୍ଟାର୍ଟିଂ ପ୍ରୋବ୍ଲେମ୍ ଦେଖା ଦେଇଥିଲା ଏବଂ ସେ ସାହାଯ୍ୟ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘର ଭାଇମାନଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଭୁବନେଶ୍ୱରର ଭାଇମାନେ ପହଞ୍ଚି
ତାଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଥିଲେ ଏବଂ ତାଙ୍କ ଗାଡ଼ିଟି ଷ୍ଟାର୍ଟ କରିବାରେ ସହଯୋଗ କରିଥିଲେ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଉଥିବା ସମୟରେ କଳାହାଣ୍ଡି ଜିଲ୍ଲା ଧରମଗଡ଼ଠାରେ ତାଙ୍କ ଗାଡ଼ିରେ କିଛି ସମସ୍ୟା ଦେଖା ଦେଇଥିଲା ଏବଂ ସେ ସହଯୋଗ ଲୋଡ଼ିଥିଲେ ଓଡ଼ିଶା ଡ୍ରାଇଭର ମହାସଂଘର। ପରବର୍ତ୍ତୀ ମୁହୂର୍ତ୍ତରେ ଧର୍ମଗଡ଼ ଡ୍ରାଇଭର ମହାସଂଘର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ଏବଂ ଭାଇଙ୍କ ଯାହା ବି ଅସୁବିଧା ଥିଲା ତା'ର ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଜଣେ ଭାଇ ଗାଡ଼ି ନେଇ ଯାଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ପାଖରେ ତାଙ୍କର ଗାଡ଼ିଟି ଅନ୍ୟ ଏକ ଗାଡ଼ି ସହିତ ଦୁର୍ଘଟଣା ହୋଇଥିଲା, ଯାହାଦ୍ୱାରା ପରବର୍ତ୍ତୀ ମୁହୂର୍ତ୍ତରେ ଖୋର୍ଦ୍ଧା ଟାଉନ୍ ଥାନାରେ ସେ ଭାଇଙ୍କୁ ଅଟକ ରଖାଯାଇଥିଲା। ଭାଇ ସହଯୋଗ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘକୁ ଅନୁରୋଧ କରିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଭାଇମାନେ ପହଞ୍ଚି ଭାଇଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ଥାନାରେ ଆଲୋଚନା କରିଥିଲେ ଏବଂ ଶୀଘ୍ର କେମିତି ସେ ଭାଇ ବାହାରିବେ ତା ପାଇଁ ବ୍ୟବସ୍ଥା କରିଥିଲେ। ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକର ଜଣେ ଭାଇ ଗାଡ଼ି ନେଇ କଟକ ଅଭିମୁଖେ ଯାଇଥିଲେ ଏବଂ କଟକଠାରେ ଅନ୍ୟ ଏକ ଗାଡ଼ି ସହିତ ତାଙ୍କ ଗାଡ଼ି ଘଷି ହୋଇଯାଇଥିଲା, ଯାହାଦ୍ୱାରା କି ଅନ୍ୟ ଗାଡ଼ିର ମାଲିକ ଭାଇଙ୍କୁ 15,000 ଟଙ୍କା ଡିମାଣ୍ଡ କରୁଥିଲା, ଯାହାକି ଏତେ ପଇସାର ଖର୍ଚ୍ଚା ନଥିଲା। ତେଣୁକରି ସେ ଓଡ଼ିଶା ଡ୍ରାଇଭର ମହାସଂଘର ସହଯୋଗ ଲୋଡ଼ିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କଟକ ସହରର ଭାଇମାନେ ପହଞ୍ଚି ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ଏବଂ 15,000 ଡିମାଣ୍ଡକୁ ନ ମାନି ଶେଷରେ 2,500 ଟଙ୍କାରେ ତାହା ଫାଇନାଲ୍ କରାଯାଇଥିଲା। ପ୍ରତିଦିନର ଡ୍ରାଇଭର ମହାସଂଘର ଅପଡ଼େଟ୍ ଖବର ପାଇଁ ମହାସଂଘ ଅପଡ଼େଟ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।